ଦେଖନ୍ତୁ ଏପଟେ ନୂଆ ଶିଖିଛି କେମିତି କରିଛି ଦେଖନ୍ତୁ ଏখানে ମାଇକ୍ କଢା ହଉଛି ଦେଖନ୍ତୁ ହାତରେ ମାଇକ୍ କେମିତି ଟାଣୁଛି ଦୁଡୁ କଣ ହବ ମାଇକ୍ ତୋର କଣ ହବ ମାଇକ୍ ଦେଖନ୍ତୁ ଚାଟ୍ ଖାଇକି ଆସିଲାଣି ପରେ ବସି ଖିଆ ହଉଛି ପାମ୍ପଡ଼ ଏଇଟା ପ୍ୟାଣ୍ଟଟା ଆଣିଛି ଝିଅ ପିଲା ପ୍ୟାଣ୍ଟଟାକୁ ସେ ଜାଣି ପାରୁନାହାନ୍ତି ନା ହ୍ୟାଲୋ ହାଏ ନମସ୍କାର ଆପଣ ସମସ୍ତଙ୍କୁ ଆଜିର ବ୍ଲଗ୍ ୱେଲକମ୍ ଆଜିର ବ୍ଲଗ୍ ପୁଣି ଷ୍ଟାର୍ଟ ହେଉଛି ଘରୁ ଡୁଡୁଲ ଦୋକାନ ଅଛି ମୋ ସହିତ ବହୁତ ଦିନ ହେଲା ଆମେ ବାପା ପୁଅ ମିଶିକି ବ୍ଲଗିଂ କରିପାରୁନୁ କ'ଣ ହେଲା କ'ଣ ହାଁ ଏ ଗୋଟେ ଷ୍ଟାଇଲ୍ ଶିଖିଛି ଏମିତି 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 ବେକକୁ ହଲେଇକି ହଲୁଛି ଡୁଡୁଲ ଟିକେ କହିଲୁ ହ୍ୟାଲୋ ହାଏ ଆପଣ ସମସ୍ତଙ୍କୁ ମୁଁ ଆପଣଙ୍କ ଫେଭରାଇଟ୍ ଡୁଡୁଲ ଆଉ ଥରେ ପୁଣି ଆସିଯାଇଛି ମୁଁ ବାପାଙ୍କ ସହିତ ବ୍ଲଗ୍ କରିପାରିନଥିଲି ମିଶିକି ଆଉ ମୁଁ ବହୁତ ଦିନରୁ ତାକୁ ସବୁଦିନ ଆକ୍ଚୁଆଲି ମୋର ଇଚ୍ଛା ହୁଏ କି ତାକୁ ବ୍ଲଗ୍ର ଷ୍ଟାର୍ଟିଂରୁ ତାକୁ ଧରିକି ବ୍ଲଗ୍ କରିବି କିନ୍ତୁ ସାଢ଼େ ଯେହେତୁ ଏପଟ ସେପଟ ଏମିତି ଚାଲୁଥିଲା ଆପଣ ସବୁ ଜାଣିଛନ୍ତି ତ ସେଇ ଇଏରେ ଆଉ କରିପାରୁନୁ ଆଉ ପୁରା ବହୁତ ଟାୟାର୍ଡ ମାନେ ବିଶ୍ୱାସ କରିବେନି ଆସିକି ତ ଶୋଇଛି ଏତେ ନିଦ ମାନେ ଏବେ ବି ବ୍ୟାକ୍ ପେନ୍ ଅଛି ମାନେ ପିଠି ପିଠି ସବୁ ପୁରା ଦରଜ କାରଣ ବସ୍ରେ ଟ୍ରାଭେଲିଂ ଏତେ ବୁଲାବୁଲି ଲଙ୍ଗ ଜର୍ଣ୍ଣି ମାନେ ଏକାଥରେ ସବୁ ଯାକ କଷ୍ଟ ପୁରା ଦେହରେ ଅଛି ସିଏ କିନ୍ତୁ ପୁରା ଆକ୍ଟିଭ ମାନେ ସିଏ ଶୋଉନି ତାକୁ ନିଦ ଲାଗୁଛି କିନ୍ତୁ ଟୋଟାଲି ଶୋଉନି ଟିକେ ନାକୁ ଶୋଇଥିବ କାନ୍ଧରେ ଘୁମେଇଥିବ ଖଟ ଉପରେ ଥିଲା ଉଠି ଯାଉଛି ପଟକିନା କିନ୍ତୁ ଏମିତି କ'ଣ ପାଇଁ କିଏ କରେ ଏମିତି କିଏ କରେ କ'ଣ ହଉଛି ନାକ ଫାକ କୁଣ୍ଡେଇଲାଣି କାନ କୁଣ୍ଡେଇଲାଣି ନିଦ ଆସୁଛି କିନ୍ତୁ ସର୍ଟ ଟାଇମ୍ ପାଇଁ ନିଦ ତ ଏବେ ଘରକୁ ଆସି ଟିକେ ଚାଟ୍ ସନ୍ଧ୍ୟାବେଳ ପାଇଁ ତ ଯାଉଛୁ ଆକ୍ଚୁଆଲି ଏବେ ଆମେ ଅଛୁ ଏପଟେ ମାନେ ଡୁଡୁଲର ଆଈ ଘରେ ଆମେ ଯାଇନୁ କାରଣ କାଲି ତ ଆସି ପହଞ୍ଚିଲୁ ଆଉ ଏଇଠି ଯେହେତୁ ଏୟାରପୋର୍ଟଟା ପାଖ ତ ଏଇଠି ଆମେ ରହିଯାଇଛୁ ଆଉ ଯାଇନୁ ଆଉ କାଲି ଅଛି ମାମାଲ ଚୈତ୍ର ମାସ ଯେଉଁ ଲାଷ୍ଟ ମଙ୍ଗଳବାର ପାଳି ସିଏ ଏଇଠି ପୂଜା କରିବ ତ ଆମେ ପରଦିନ ବାହାରି ଯିବୁ ସେପଟକୁ ଆମ ଘରକୁ ତାପରେ ପୁଣି ଡେଲି ଲାଇଫ୍ ଯେମିତି ଷ୍ଟାର୍ଟ ହେବା କଥା ଆଜ୍ ୟୁଜୁଆଲ୍ ଷ୍ଟାର୍ଟ ହେବ ଆପଣ ଗଞ୍ଜି କାହିଁ କାମୁଡୁଛୁ ଦେଖୁନାହାନ୍ତି ମୁଁ ଗଞ୍ଜି ପିନ୍ଧୁଛି ମୋ ଗଞ୍ଜି କେମିତି କାମୁଡୁଛି ଟୁଟୁ ଗଞ୍ଜି କାମୁଡନ୍ତିନି ବାବା ଶୁଣ ବାବା କହିଲେ ବାପ 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 ଏବେ ଗୋଟେ ନୂଆ ଶିଖିଛି ଜାଣିଛୁ ତତେ କେତେ ସବୁ ଆଣ୍ଟି ମାନେ ଭଲ ପାଉଛନ୍ତି କେତେ ସବୁ ନାନୀ ମାନେ କେତେ ଆଣ୍ଟି କେତେ ସବୁ ତତେ ଭଲ ପାଉଛନ୍ତି ଜାଣିଛୁ ତୁ ବଡ ହେଲେ ଜାଣିବୁ ତୁ ଏବେ କ'ଣ ଜାଣିବୁ ତୁ ଯେତେବେଳେ ବଡ ହେଇକି ବ୍ଲଗ୍ କରିବୁ ସେମାନେ ସବୁ ତତେ ଭଲ ପାଇବେ ଦେଖିବେ କ'ଣ ହେଲାଲୁ ପୁରା ଉପରକୁ ଏମିତି ପୁରା ପେଟରେ ଠେଲିକି ଉପରକୁ ପୁରା ଉଠି ଯାଉଛି ସ୍ୱଚ୍ଛ ଗଲାନି ପାଣି ଟିକେ ପିଆ ଆଣିଛୁ ପାଣି ତାକୁ ଟିକେ ପାଣି ଟିକେ ଖରା ଯେହେତୁ ଗରମ ହେଉଛି ଖରା ଗରମ ପ୍ରବଳ ଏପଟେ ସାଡ଼େ ବି ତାକୁ ଶୋଷ ହେଇଛି ପ୍ରବଳ ସାଡ଼େ ପାଣି ପିଆ ଯେମିତି ସାଡ଼େ ପୁରା ପାଣି ପିଆ ହେଇଛି ପ୍ରବଳ ପାଣି ମାନେ ଏଠି ଯେଉଁ ଖରା ସେଠି ତାର କ'ଣ ଡବଲ ଖରା ସେପଟେ ମୁମ୍ବାଇରେ ହାଇଦ୍ରାବାଦରେ ବହୁତ ଖରା ପାଣି ଟିକେ ସେ ପିଅ ତା ପାଣି ଟିକେ ଦେଇଦିଏ ଆଗ ଦେଖନ୍ତୁ ଏପଟେ ନୂଆ ଶିଖିଛି କେମିତି କରିଛି ଏମିତି ଗୋଟେ ଶିଖିଛି ଆଉ କରିଛି ପିଇଲା ବଟଲରେ ପାଣି ତ ସବୁ ଯାକ ପିଇଦେଲା ଶୋଷ ଜୋରେ ଅଛି ଦେଖୁଛୁ ହବ ଜାଣୁନି ପିଲା ଠେପଟ ଯାଇ ଚାଟ ବାଢୁଛି ଆଉ ଟିକେ ମୁଁ ଯାଇ ଖାଇବି କହୁଥିଲି ଆପଣମାନେ ଆଉ ଟିକେ ଚାଟ ଆସିଛି ଘରେ ଖାଇବା ବୋଲି ସେ ଯାଉଛି ଟିକେ ବଢା ବଢି କରିଦେବ ତାପରେ ଆମେ ଖାଇବା ମିଶିକି ଆଉ କ'ଣ କହୁଛୁ ଚାଲ ଯା ମୁଁ ଯାଉଛି ତାକୁ ନେଇକି ପୁରା ବାଳୁଙ୍ଗା ହେଲାଣି ଏବେ ଟିକେ ମାନେ ତାର ଯୋଉ ବାଳୁଙ୍ଗା ବି ଆପଣଙ୍କୁ ଖୁସି ମିଳିବ ମାନେ ଦୁଷ୍ଟା ବି ନାହିଁ ଖୁସି ମିଳିବ କାଶିବ ମୁଁ ହେଲେ କାଶିବି ସେ ଜାଣିଲାଣି କାଶିବ
तार मूड केतल केतल करिवो केतल केतल चुप ହେଇକି ଦେଖୁଥିବ जीभ केन चलौछन देखना जीभ केन चलौ दांत पाकुआ दांत देखिए चार्टा देखना ऊपर ऊपर दिला तले गड़े जीभ केन कर चाकू 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 कौन देखो कौन कौन हेले कि जे पूरा घर को आसला पर बहुत खुशी कारण सेपटे से एक्चुअली आम दिन देखुला आउ बाहर जगह एक्चुअली आम भी तार सहित फ्री हो पारनु आम कम व्यस्त बैगिंग बैग पैक कर आसी टायर्ड हुआ गाधा रूम सब जिन चेकअप कर सब कौटी कौन रहा छाड़ कौ जगह तुम ता सहित आम खेली पार नु सतता बाहर गले तुम छुआ सहित बेस खेली पार तो घर को आसला माने मुझे सहित खेलुची मत भल लगुच सी भी खुशी ना सी सब चाहिए मो सहित मामा सहित जो सहित खेल एकुटिया जमा पसंद ही ना तुम तो एकुटिया छाड़ी पड़े धनटा देख माइक कोड़ा देख हाथ माइक के टाणु दुडू कौन हो माइक तोर कौन हो माइक देखते गंजीर पिंची माइकटा टाणु देखते हाथ टाणी भाई काढ़ी डुडू डुडू गली पड़ो टाणला टाणिला गला 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 सी मैंने तार गोटे जिन हूँ जो जिनसा चाहिए आने को न आना दिन स्थिर होगी बसनी तो निद लगे आखि कुंडे धीरे धीरे देखते आखि के नाल गला जस्ट शुआई चेष्टा कर शोई पड़ा भल कथा मुझे खाइबी सबकि तो ब्लॉग स्टार्ट है आज आप देखुए सब ढेर सारा भल पाइबा दिंतु जेन सब ब्लॉग को लाइक कर शेयर कर बहुत मात्रा देखुं से देखु निज घर लोक सांगसाथी चिन्हा परिचय जी भी अच्छी समस्त देखा डुडुल आमर दिन जाकर एक्टिविटी सब बहुत खुशी लगे आपण आमको भी बहुत खुशी लगे आप सारा भल पाइबा दौरान कांधे देखुना स्थिर ना माने खाली टेकी हो कौन है निद मैं जानी तो छोया पड़ा हाँ मुझे ब्लॉग टिके रखुची देखा निद हेले एमती हम हाँ 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 निद मौसी देखता शुआऊँ शोनी केमती नटखट हो तुम शुआइली टी शोबू ना एमती खेलू गोटे शुआई टाइम लगे कि शो पड़ो तो देखो घर को आस चाट आमा ये बनाऊँ बस समस्त बस चाट खाइबू आ पिलाटा देखो पूरा बागे बनाऊँ चाटा देखो चाट खाई आसला पर बस खिया हो पापड़ एमती कहीं शुखला शुखला देखा कि आखिरे प्रबल निद थिला तो मु काम सारी मैंने पुओ काम सारी खाई पी भाविली कि आग केमती शुए जा अवस्था हम तू के उठी सोई 6टा बेलू उठिली सी तो कौन शोची शोला उठिकी केत 5:30 खंडे बेलू बोधे उठी कि 5टा बेलू उठी के जानी 4टा 4:30 बेलू शोला उठिकी उठ 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 मैंने एमती करी उठ 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 एमती होइके होउची भोक लागलानी उठ भोक लागलानी उठ मुझे देखला टाइम केते अछि 5:57 से कि केते उठिकी तारे चलेछि मुझे बोले के रे तापर आखि पडुची एते जोर आखि फुला मु निदर भावछि तो मु रात्रि सोइछि बोली जानत ना मु माने मु जो माने रात्रि सोए जाननी कि एटा खराळ सोए बोली एते निद होछि पूरा टायर्डनेस जो अछि आ सेते କିଛି ଲଗା ପଗା ପରେ ହବ आगो सोई पड़ले बॉडी को भल लगे अरे ठंडा ठंडा मेडिसिन खाइ देला बेलू भी निद लागुची खाइल मेडिसिन अब खाइछु किछ हम जानी छी तो पापा आ मामा काई पापा 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 आ मामा काई की ननु मामा काई की देखरान सेतोल सोइलिनी सोनी केन चुचुंची सोइबनी ना कुटी आ खुआई दे की बालकनी रे बुले देले सोइबो ताकर जे गरम लागुची एसीटा देले ठंडा लागले सोइबो ठंडा देले सोइबो से उठिला भी जो ना गरम रे उठी जाइथिबो गोड़ केन पकेस देखे सेटा न हेले को हबो आ गोटे राति रे सोइला माने खटरे फ्लैट करी सोइला रे ते गोड़टा का ऊपर उठे पड़ियार अछि से खोजुची ता जदि मु न देथिबी तकिया कि किछु उठे देई नथिबी गोड़ पकेया में खोजिबो जदि पाइले तम गोड़रे पके देबो नहले
ଖୋଜିବ ଗୋଡ ରଖିବାକୁ ଅଛି ନାଇଁ ତା ନିଦ ହବନି ତ ନିଦ ହବନି କେମିତି ହାଉସ ଦେଖନ୍ତୁ ଦେଖନ୍ତୁ କେମିତି ଶୋଇଥିଲି କେମିତି ଓଲଟି ଗଲାଣି କଡ ମାଡି କେମିତି ଶୋଇଛି। ବିଟୁ ମା ପାଖକୁ ଯିବୁ ଡୁଡୁ ମା ପାଖକୁ ଯିବୁ ଅଛି 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 ଯିବୁ ମା ପାଖକୁ ଯିବୁ ନା ମୋ ପାଖରେ ଶୋଇବୁ ମା ପାଖକୁ ଯିବୁ ନା ମୋ ପାଖରେ ଶୋଇବୁ। ଆଇ ଆଣିଛି ତା ପାଇଁ ଆଇ ଆଣିଛନ୍ତି ଏଟା ପ୍ୟାଣ୍ଟ ଟା ଆଣିଛି ନା ଝିଅ ପିଲା ପ୍ୟାଣ୍ଟ ଟାକୁ ସେ ଜାଣି ପାରୁନାହାନ୍ତି ନା ପିନ୍ଧିଦେଲେ ହବ ଏଇଟା ହାଫ ଗଞ୍ଜି କେତେ ଜଲ୍ଦି ଡୁଡୁଲକୁ 8 ମାସ ହେଇଗଲା ଜଣା ପଡିଲାନି ନା। ହଁ କୁହନ୍ତିନି ଦୁଃଖ ଟାଇମ ଟା ବହୁତ ଥାଏ ଜଣା ପଡେନି କିନ୍ତୁ ସହିଗଲେ ସେଇଭଳିଆ ଏଗୁଡା ବୋଧେ ଉପର ଗଞ୍ଜି ନା ଏଟା ଗୋଟେ କଲର ଗୁଡା ସବୁ ବଢିଆ ଅଛି ତ ଡୁଡୁ ଦେଖିଛୁ ତୋ ପାଇଁ ନୂଆ ଗଞ୍ଜି ଆସିଛି ସବୁ ଜାଣିଛି ଚେନ୍ନାଇ ଆଣିଛି ଦେଖିଲୁ ଚେନ୍ନାଇ ଥ୍ୟାଙ୍କ ୟୁ ଏଟା ଗୋଟେ এই কলরটা একটা বড় লাগুଛି ବଢିଆ ଲାଗୁଛି କଲରଟା ଗ୍ରୀନ୍ ଜିନ୍ସ ପ୍ୟାଣ୍ଟ ନେଇ ଆସିଲେ ହଁ ଗ୍ରୀନ ଭଲ ଲାଗିବ ନାଇଁ ବ୍ଲାକ୍ ଜିନ୍ସ ରେ ବି ଭଲ ଲାଗିବ ସବୁଥିରେ ଭଲ ଲାଗିବ। ଦେଖନ୍ତୁ ଏଗୁଡା ସବୁ ଆସିଛି ଡୁଡୁଲ ପାଇଁ ନୂଆ ଡ୍ରେସ ନୂତନ ଅବତାର ନେବେ ଶିରିଡି ବୁଲିକି ଆଇଛନ୍ତି ଆମର ଛୋଟ ସାଇନାଥ। କେମିତି ଟ୍ରିପରେ ଆମକୁ ଡାକିଲା ହଁ ବା ମାନେ କେବେ କେହି ଭାବିନଥିବେ କି ଏମିତି ଟ୍ରିକରେ ଡାକିବୁ ମିରାକିଲ ଏମିତି ହୁଏ। ଭାବିଲେ ମତେ ପୁରା ଆଶ୍ଚର୍ଯ୍ୟ ଲାଗୁଛି କି ମାନେ ଆମେ 15 ଦିନ ଶୋଇନୁ ଖାଇନୁ ଠିକରେ ମାନେ ଷ୍ଟ୍ରେସ ରେ ଖାଲି ଆମେ ଯାହାବି ଖାଉଥିଲୁ ଷ୍ଟ୍ରେସ କେମିତି ରିଲିଜ ହବ ଯାହାବି କରୁଥିଲୁ ମାନେ ଷ୍ଟ୍ରେସ ରେ ଆମେ ଆପଣ ଦେଖିଥିବେ ବ୍ଲଗ ରେ ନାଇଁ ତ ଅଲଗା ଟାଇମ ବି ବହୁତ ଷ୍ଟ୍ରେସ ରେ ଥାଉ କଳରେ କଣ ଜାକିଛୁ ନା କଣ ଭୋଗ ସେଠୁ ଏତେ ଏମିତି ସେଇ ଯୋଉ 15 ଦିନଟା ଯାଇଛି ମାନେ ଏଠି ଏମଆରଆଇ ହବା ପୂର୍ବରୁ ଅଲଟ୍ରାସାଉଣ୍ଡ ହବା ଦିନ ଠାରୁ ଏତେ ମାନେ ଷ୍ଟ୍ରେସ ଆମ ଦିନ ଗୁଡା ଯାଇଛି ମାନେ ତାପରେ ଏମିତି ହେଇକି ମାନେ ଏବେ ଯାଏ ବି ବିଲିଭ ହଉନି କି ଆମେ ଶିରିଡି ଯାଇଥିଲୁ ବୁଲିକି ଆସିଲୁ। ମାନେ ସତ କଥା ଆମେ କେବେ ବିଶ୍ୱାସ କରୁନଥିଲୁ ଆମ ସହିତ ଏମିତି ହବ ବୋଲି ମାନେ ଆମ ଲାଇଫରେ କେବେ ବିଶ୍ୱାସ କରିନଥିଲୁ। ଆଉ ସେଇ ପିଲାଟାର ବି ବହୁତ ମାନେ ଭକ୍ତି ଥାଏ ସବୁ ଥାଏ ମାନେ ସେଇ ଜିନିଷଟା କାମ ଦିଏ ବେଳେବେଳେ। ଆଉ ଡୁଡୁଲ ତ ଆପଣଙ୍କର ସବୁ ଆଉ ଆପଣଙ୍କ ଆଶୀର୍ବାଦ ଆପଣ ଭଲ ପାଏ ସବୁବେଳେ ତା ସହିତ ଅଛି ସେଥିପାଇଁ ସିଏ ଆଜି ଏଇ ଜାଗାରେ ନା ଭଗବାନ କରନ୍ତୁ ସମସ୍ତେ ସେମିତି ବିଶ୍ୱାସ ରଖନ୍ତୁ ଧୈର୍ଯ୍ୟ ରଖନ୍ତୁ ସମସ୍ତଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ବି ସେତିକି ସେ ଟାଇମ ତ ପଳେଇବ କିନ୍ତୁ ସେ ଟାଇମରେ ଆପଣ କେମିତି ସେଟା ହ୍ୟାଣ୍ଡେଲ କରିଛନ୍ତି ସେଇଟା ହିଁ ଜୀବନ ସାରା ମନେ ରହିବ ଆଉ ସେଇଟା ହିଁ ଗୋଲ୍ଡେନ ପିରିୟଡ ଆକ୍ଚୁଆଲି ଲାଇଫର। ମୋ ଲାଇଫରେ ସରିନି କିଛି ଖରାପ ଟାଇମ ଚାଲିଛି ଏବେ ଷ୍ଟିଲ୍ ଡୁଡୁଲ ବଡ ହବା ଯାଏ ଟେନସନ ରହିବ ଟିକେ ସେ ବଡ ହେଇଗଲା ପରେ ସବୁ ଟେନସନ ଆକ୍ଚୁଆଲି ଆମର ଯିବ ନା ବାକି ଠାକୁରଙ୍କ ଉପରେ ଛାଡି ଦେଇଛୁ ଯାହା ହବ ଆଉ ଠାକୁର ତାକୁ ଭଲ ରଖନ୍ତୁ ଆଉ ସେମିତି ଲାଇଫ ଟା କେମିତି ଭଲସେ ଯାଉ ଏତେ ଲୋକ ଆମ ପାଇଁ ଡାକୁଛନ୍ତି କି ଭଗବାନ ଶୁଣିବେନି ସେଟା କାରଣ ଯେତେବେଳେ ସର୍ଜରୀ ପାଇଁ କୁହା ହେଲା ମାନେ ଏତେ ଜଣ ତା ପାଇଁ ଏତେ ଡାକିଛନ୍ତି ଆଉ ତା ପାଇଁ ଠାକୁରଙ୍କ ପାଖରେ ଏତେ ଯଚା ହେଇଛି ନା ତା ବ୍ରତଘର ପୂର୍ବରୁ ସବୁ ଯାଚନା କମ୍ପ୍ଲିଟ କରିବାକୁ ପଡିବ ମୁଁ ଭାବୁଛି ବୋଧେ କେତେ ଯେ ଆମକୁ ବୁଲିବାକୁ ପଡିବ ଠାକୁର ମନ୍ଦିର ଯାଚନା ପୂରଣ କରିବାକୁ ପଡିବ ସବୁଆଡେ ମିଶେଇକି ସମସ୍ତେ। ବହୁତ ଚର୍ଚ୍ଚା ହେଇଛି ମାନେ ଏମିତି ଓଡିଶାରେ ବୋଧେ କୋଉ ଠାକୁର ନଥିବେ ଯାହାକୁ ଡକା ହେଇନି କୋଉଠି ଚୁଟି ପଡିବ କୋଉଠି ଭୋଗ ହବ କୋଉଠି କଣ ହବ କେତେ ମାନେ ଆମେ ବି ଯାଚିଛୁ ପ୍ଲସ ଘରେ ସମସ୍ତେ ବାହାରେ କେତେ ଜଣ ସମସ୍ତେ ତା ପାଇଁ ପ୍ରେ କରିଛନ୍ତି ବହୁତ ମାନେ ଖୁସି ଲାଗୁଛି କି ତାକୁ ଏତେ ଭଲ ପାଇବା ଆଉ ଏତେ ବ୍ଲେସିଙ୍ଗସ ମିଳୁଛି ଆପଣ ମାନଙ୍କୁ ବି ବହୁତ ବହୁତ ଧନ୍ୟବାଦ। ତ ଫାଇନାଲି ଆମର ଆଜିର ବ୍ଲଗ ଏଇଠି ଏଣ୍ଡ କରୁଛୁ ଆଶା କରୁଛି ବ୍ଲଗଟା ନିଶ୍ଚୟ ଭଲ ଲାଗିଥିବ ଡୁଡୁଲକୁ ଆପଣ ଦେଖିଲେ ଆପଣ ନିଶ୍ଚୟ ଖୁସି ହେଇଥିବେ ଆଉ ଆମେ ଘରକୁ ତ ପଳେଇ ଆସିଛୁ ତ ବହୁତ ମାନେ ରିଲାକ୍ସ ଦେବେ ମାନେ ଏତେ ସବୁ ଜୀବନର ମାନେ ଗୋଟେ କ୍ରିଟିକାଲ ପିରିୟଡ଼ ମାନେ ଆମର ଚାଲିଛି ଏବେ କିନ୍ତୁ ଟିକେ ଏବେ ରିଲାକ୍ସ ଲାଗିଲା ଡକ୍ଟରଙ୍କଠୁ ଶୁଣିଲା ପରେ ଘରକୁ ଟିକେ ଆସୁଛୁ ଟିକେ ମୁଡ୍ ଟିକେ ଭଲ ଅଛି ତ ଆଶା କରୁଛି ବ୍ଲଗଟା ଆପଣ ନିଶ୍ଚୟ ଭଲ ଲାଗିଥିବ ତ ଫଟାଫଟ ବହୁତ ମାତ୍ରାରେ ସେୟାର କରନ୍ତୁ ଭିଡ଼ିଓକୁ ଲାଇକ୍ କରନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଜମା ବି ଭୁଲନ୍ତୁନି ଆପଣ ଯେଉଁ ଦେଖୁଛନ୍ତି ସବସ୍କ୍ରାଇବ କରିନାହାନ୍ତି ପ୍ଲିଜ୍ ରିକ୍ୱେଷ୍ଟ ସ୍ପେଶାଲ ଆମ 3 ଜଣ ତରଫରୁ କାରଣ ଆପଣମାନେ ଆମ ସେକେଣ୍ଡ ଫ୍ୟାମିଲି ତ ପ୍ଲିଜ୍ ସବସ୍କ୍ରାଇବ କରିଦିଅନ୍ତୁ ପୁଣି ଦେଖ ଆପଣମାନଙ୍କ ସହିତ ନେକ୍ସଟ ବ୍ଲଗରେ ଏ ପାଇଁ ରହିଲି ଟାଟା ବାଏ।